ଖଣ୍ଡଗିରି କୁମ୍ଭମେଳା ଆସିଲେ ମନକୁ ମନ ଅପେରା ପାର୍ଟି କଥା ଆସିଯାଏ। 15 ଦିନର ମେଳାରେ ଅନେକ କିଛି ଦୁର୍ଘଟଣା ଘଟିଯାଏ। ଯେପରି କାନକାମୁଡ଼ା ହେଉ ଅବା ଖଚାଖଚ ଭିଡ଼ରେ ଅସାଧୁଙ୍କ କଳାକାରନାମା। ତେବେ ସରକାର ମଧ୍ୟ ଏହି ପ୍ରସିଦ୍ଧ ଖଣ୍ଡଗିରି ମେଳା ପାଇଁ ବିଭିନ୍ନ ଏସ୍ଓପି ଜାରି କରିଛନ୍ତି। ଏଥର କେମିତି ଅଶ୍ଳୀଳ ନୃତ୍ୟ ତଥା ଅସାଧୁଙ୍କ କାର୍ଯ୍ୟକଳାପକୁ ରୋକାଯାଇ ପାରିବ, ଅପେରାରେ କ'ଣ ସବୁ ହେବ ଜାଣିବା ଏହି ଛୋଟ ଭିଡ଼ିଓ ମାଧ୍ୟମରେ। ସେଥିପାଇଁ ଗୋଟିଏ ଲାଇକ୍ କରିବା ସହିତ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ତେବେ ସୂଚନା ଅନୁସାରେ ଆସନ୍ତାକାଲିଠାରୁ ପ୍ରସିଦ୍ଧ ଖଣ୍ଡଗିରି ମାଘ ସପ୍ତମୀ କୁମ୍ଭମେଳା ଅନୁଷ୍ଠିତ ହେବାକୁ ଯାଉଛି। ଜପ ତପ ଯଜ୍ଞ ଆହୁତିରେ କମ୍ପିବ ଖଣ୍ଡଗିରି ପାହାଡ଼। ଦେଶର ଅନେକ ସାଧୁସନ୍ଥ ଏଠାରେ ଆସି ପହଞ୍ଚି ସାରିଛନ୍ତି। କଟକଣା ମୁକ୍ତ ମେଳାରେ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ଆଶଙ୍କା କରାଯାଉଛି। ଆପଣଙ୍କୁ କହି ରଖୁଛୁ କି ଏହି ମାସ ଫେବୃଆରୀ 18 ତାରିଖରୁ ଖଣ୍ଡଗିରି ମେଳା ଆରମ୍ଭ ହେବ। ବିଏମ୍ସି ଜାରି କରିଥିବା କଟକଣା ଅନୁସାରେ ଯାତ୍ରା ସମୟରେ ଯଦି ଅଶ୍ଳୀଳ ନୃତ୍ୟ ପରିବେଷଣ ହୁଏ ତେବେ ଅଧାରୁ ଯାତ୍ରା ବନ୍ଦ କରିଦିଆଯିବ। ମେଳା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଖଣ୍ଡଗିରି ଛକଠାରୁ ପାହାଡ଼ ଯାଏ ଭିତରକୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପ୍ଲାନ୍ କରାଯାଇଛି। 1000ରୁ ଅଧିକ ସାଧୁସନ୍ଥଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଟେଣ୍ଟ ମଧ୍ୟ ବନ୍ଧା ସରିଛି। ପାହାଡ଼ ଉପରେ ଥିବା ଦେବସଭା ଅଞ୍ଚଳ ସାଧୁମାନେ ସଫା କରି ଯଜ୍ଞ ପାଇଁ ବିଶେଷ ପ୍ରସ୍ତୁତି କରିଛନ୍ତି। ତେବେ ଆପଣ ଏ ବର୍ଷ ଖଣ୍ଡଗିରି ମେଳା ଆସିବେ କି ନାହିଁ କମେଣ୍ଟ କରନ୍ତୁ ଓ ଭିଡ଼ିଓ ଟିକିଏ ବି ଭଲ ଲାଗିଥିଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଆପଣ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଜିଲ୍ଲାର ନାଁ କମେଣ୍ଟ କରନ୍ତୁ।